आज पावनतम जिला स्तरीय जेआरसी स्टडी कॉम्पिटिशन संबोधित करेंगे मु अनुरोध करी सभाकार्य को परिचालन करने सभापति रूपे स्थानीय देवेंद्र बेहरा सार पीओ गेलुना ज्ञानदीपं पद्मनाभं सुरेशं विश्वं तारकगणसदृशं मेघवर्णं शुभागम्यं वन्दे विष्णुभवभयहरम्। ମୁଁ ଅମିତା ପଟ୍ଟନାୟକ ଜିଲ୍ଲା ଶିକ୍ଷା ଅଧିକାରୀ ଗଞ୍ଜାମ। ଆମର 3 ଦିନ ଧରି ଏଠି ଦାସପୁର ହାଇସ୍କୁଲରେ ଆମର ଜୁନିୟର ରେଡ୍ କ୍ରସ୍ର ଷ୍ଟଡି କମ୍ ଟ୍ରେନିଂ କ୍ୟାମ୍ପ ଚାଲିଥିଲା। ଆଜି ହେଉଛି ଭାଲିଡେଟରୀ ସେକ୍ସନ୍ ଅଛି। ଆମର ଏଠି 100ଟି ସ୍କୁଲରୁ 476 ଜଣ ଆମର ଜୁନିୟର୍ସ ଭାଗ ନେଇଥିଲେ। 100 ଜଣ ଆମର କାଉନସିଲର ଥିଲେ, ଟିଚର୍ସ ଥିଲେ, ଏମିତି 576 ଜଣ ଏଇ କ୍ୟାମ୍ପରେ ଯୋଗ ଦେଇଥିଲେ। ଅଫିସିଆଲ୍ସ ଆମର 100ରୁ ଅଧିକ। ଆମର ବିଭିନ୍ନ ପ୍ରକାରର କମ୍ପିଟିସନ୍ ପିଲାମାନଙ୍କର ଥିଲା, ଯେମିତିକି ଡିବେଟ୍, କୁଇଜ୍, ଆମର ଜିକେ, ଜେନେରାଲ ନଲେଜ ଉପରେ ଥିଲା। ଏବଂ ଆମର ଯେମିତି ଆପଣ ଦେଖିପାରୁଛନ୍ତି ରଙ୍ଗୋଲି କମ୍ପିଟିସନ୍ ଥିଲା, ଆଉ ଅଲଗା ଆକ୍ଟିଭିଟିଜ୍ ସବୁ ଥିଲା, ଯେଉଁଥିରେ କି ପିଲାମାନେ ବି କିଛି ଷ୍ଟଡି କ୍ୟାମ୍ପରେ ସେମାନେ ଜୁନିୟର ରେଡ୍ କ୍ରସ୍ର ଯେଉଁ ଉଦ୍ଦେଶ୍ୟ ରହିଛି, ଲକ୍ଷ୍ୟ ରହିଛି, ଏବଂ ତାଙ୍କର ଆଗାମୀ ଜୀବନରେ ସେମାନେ କେମିତି ସମାଜକୁ ସେବା ଆଉ ବନ୍ଧୁତ୍ୱପୂର୍ଣ୍ଣ ଭାବ ସେମାନଙ୍କ ଭିତରେ ଜାଗ୍ରତ ହେବ, ସେଇ ବିଷୟରେ ବି ଟ୍ରେନିଂ ତାଙ୍କୁ ଦିଆଯାଇଥିଲା। ଏଇ କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୁନିୟର ରେଡ୍ କ୍ରସ୍ର ଆମର 3ଟା ରହୁଛି, ସେବା ରହୁଛି, ସର୍ଭିସ୍ ରହୁଛି, ଫ୍ରେଣ୍ଡସିପ୍ ମାନେ ବନ୍ଧୁତ୍ୱପୂର୍ଣ୍ଣ ରହୁଛି, ଏବଂ ସେମାନେ କେମିତି ଆଗକୁ ସମାଜରେ ସେମାନଙ୍କର ଗୋଟେ ସମ୍ପୂର୍ଣ୍ଣ ମଣିଷ ଭାବରେ ସେମାନେ ଗଢ଼ି ହେବେ, ସେଇ ଉଦ୍ଦେଶ୍ୟରେ ରେଡ୍ କ୍ରସ୍ ବହୁତ ଶିକ୍ଷା ସେମାନଙ୍କୁ ପ୍ରଦାନ କରୁଛି। ଜଗମୋହନ ପାତ୍ର ସରପଞ୍ଚ କୋଳଥିଆଙ୍ଗା ହେଉଛି 52ତମ ଜିଲ୍ଲା ସ୍ତରୀୟ ଶିକ୍ଷା ଏବଂ ତାଲିମ କେନ୍ଦ୍ର। ଏହା ବିଗତ 3 ତାରିଖରୁ ଆରମ୍ଭ କରି ଏବେ ଆଜି ଆର ଉଦ୍ଯାପନୀ ଉତ୍ସବରେ ବିଭିନ୍ନ 100ଟି ସ୍କୁଲର ପିଲା ଏଥିରେ ଭାଗ ନେଇଥିଲେ। 100ଟି ସ୍କୁଲର ପ୍ରାୟ 476 ଜଣ ବିଦ୍ୟାର୍ଥୀ ଏବଂ ତା ସହିତ ଆମର ଶିକ୍ଷକମାନେ ଭାଗ ନେଇଥିଲେ। ମୋଟ 576 ଜଣ ଏଥିରେ ପାର୍ଟିସିପେଟ୍ କରିଥିଲେ। यार मुख्य उद्देश्य होची सेवा बंधुत्व एवं बंधुत्व स्वास्थ्य, तीनोटी मुख्य आभिमुख्य को नहीं रेड क्रॉस जूनियर रेड क्रॉस कैंप आयोजन मुख्य आभिमुख्य को नहीं लोक पिला युवा सेवा युवा छोट पिला मानक किपरि सेवार नियोजित करा जिवो यार मुख्य उद्देश्य रोची। एठी आरंभ करी जिके कंपटीशन ता सहित विभिन्न प्रकार खेल नाच सब प्रकार प्रतियोगिता आयोजन करा सहित सर्टिफिकेशन गुरुत्व दिया जाए।